ଲଇକେରା ବ୍ଲକ ଜାମମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତବଗୁଞ୍ଜା ଗ୍ରାମଠାରେ ଲଇକେରା ପୋଲିସ ବିଭାଗ ପକ୍ଷରୁ ସନ୍ଧ୍ୟା ସମୟରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଲଇକେରା ଥାନା ଅଧିକାରୀ ଦିଲ୍ଲୀପ କୁମାର ବେହେରା ଓ ସାହସପୁର ଫାଣ୍ଡି ଅଧିକାରୀ ଶିବ ରଣବିଡ଼ା ଯୋଗଦାନ କରି ସମସ୍ତଙ୍କୁ ସାଇବର ଅପରାଧ, ସୁଭଦ୍ରା ଯୋଜନା ନାମରେ ଟଙ୍କା ଠକେଇ, ମହିଳା ଅପରାଧ, ସାମ୍ପ୍ରଦାୟିକ ଘୃଣା ମେସେଜକୁ ପ୍ରଚାର ପ୍ରସାର କରିବା ଭଳି ଅପରାଧ, ଚାକିରି ନାମରେ ଟଙ୍କା ଠକେଇ, ବିଭିନ୍ନ ବ୍ୟାଙ୍କ ଓ ଯୋଜନା ନାମରେ ଠକେଇ, କୋଲ୍ ଚୋରି, ସଡ଼କ ସୁରକ୍ଷା ନିୟମ ଓ ମୋଟରଯାନ ଚାଳକ ନିୟମ, ନିଶା ନିବାରଣ ଭଳି ପ୍ରଭୃତି ବିଷୟରେ ସଚେତନ କରାଇଥିଲେ। ଏହା ସହିତ ସମସ୍ତଙ୍କୁ ଅନୁରୋଧ କରିଥିଲେ ଯେ ପ୍ରତ୍ୟେକ ଅପରାଧ ସମ୍ମୁଖରେ ପୋଲିସ ବିଭାଗକୁ ବିଶ୍ୱାସ କରି ଜଣାଇବେ ଓ ଅପରାଧମୁକ୍ତ ସମାଜ ଗଠନ କରିବା ସହ ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁନ୍ଦର ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବେ। ଉକ୍ତ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ଭାବରେ ଝାରସୁଗୁଡ଼ା ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ତୁଳାବତୀ ମିଞ୍ଜ, ଜାମମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଝରଣା ବୁଦୁଲା, ଜାମମାଲ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଲିଲିମା ମାଝୀ, ପୂର୍ବତନ ସମିତି ସଭ୍ୟା ସବିତା ବାଗ ଯୋଗଦାନ କରି ନିଜ ନିଜ ବକ୍ତବ୍ୟରେ ଲଇକେରା ପୋଲିସ ବିଭାଗ ପକ୍ଷରୁ ଏଭଳି ଜନସଚେତନତା କାର୍ଯ୍ୟକ୍ରମକୁ ବହୁତ ହି ପ୍ରଭାବଶାଳୀ ଓ ପ୍ରଶଂସନୀୟ ପଦକ୍ଷେପ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ତବଗୁଞ୍ଜା ଗ୍ରାମର ସଭାପତି ଶ୍ରୀ ବନମାଳୀ ଖରସେଲ ସମସ୍ତଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ସୁପରିଚାଳନାରେ ଗ୍ରାମର ୱାର୍ଡ ସଭ୍ୟା ମେରି ଟପନୋ, ୱାର୍ଡ ସଭ୍ୟା ମଲ୍ଲି ମାଝୀ, ସାମାଜିକ କର୍ମୀ ଜିନିତ ସାମାଦ, ଗୋଷ୍ଠୀ ସଂଯୋଜିକା ଭଜନ୍ତୀ ସେଠ, ଜୟ ଜଗନ୍ନାଥ ଯୁବକ ସଂଘ ସଭାପତି ପ୍ରଶାନ୍ତ ସେଠ, ସମ୍ପାଦକ ଯଶୋବନ୍ତ ଭଇଁସାଙ୍କ ସହ ଅନ୍ୟ ସଦସ୍ୟମାନେ ମଧ୍ୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ତବଗୁଞ୍ଜା ଗ୍ରାମର ଶତାଧିକ ସଂଖ୍ୟାରେ ମହିଳା ପୁରୁଷମାନେ ଯୋଗଦାନ କରି ଏହାକୁ ସଫଳ କରିଥିଲେ।